ଜଙ୍ଗଲ ଭାଇ ଗୋଟେ ବଇଛି ଗଲା ବର୍ଷ ଗୋଟେ ଥିଲା ସଳା ଜବରଦସ୍ତି ପିନ୍ଧେଲି ଏଇନା ଯାଉଛି ଦରକାର ପଡ଼ିଲେ ମାଡ଼ ହବ। ଖଣ୍ଡଗିରିରେ ଲୋକମାନେ କମ୍ପ୍ଲେନ୍ କରିଛନ୍ତି 77 ମସିହାରେ ଏମିତି କମ୍ପ୍ଲେନ୍ ଲୋକମାନେ କଲେ ଯେ 200 ଜୈନ ଉପରେ ଯୋଉ ମନ୍ଦିର ଅଛି ସେଇଠୁ ସେମାନେ ଉଲଗ୍ନ ହେଇ ଯାତ୍ରା ଚାରିପାଖେ ଯା ବୁଲନ୍ତି। ଆମ ମା ଭଉଣୀ ମାନେ ଆପତ୍ତି କଲେ ପୁରା ଉଲଗ୍ନ ଅବସ୍ଥାରେ ସେ ବୁଲନ୍ତି। ଲଜ୍ଜା ଲାଗିଲା ଆମେ ତାଙ୍କୁ ଅନୁରୋଧ କଲୁ। ଆମର ସେଠିକାର ଜଣେ ଆଇଙ୍ଗିଣିଆର ପୂର୍ଣ୍ଣ ସୁନ୍ଦରାୟ ଅନୁରୋଧ କଲେ ନେତା ତାଙ୍କୁ ବାଡ଼େଇଲେ। ଆମେ ହଗା ନଗା ବାଡ଼େଇଲୁ ଯେ 37 ଜଣ ମେଡିକାଲରେ ପଡ଼ିଲେ। ସେଇ ଯେଉଁ ଲଙ୍ଗୁଳିକି ଜୈନ ମାନେ ଜୈନ ଧର୍ମର ସେଇଦିନ ଆଉ ନଙ୍ଗଳା ନାହିଁ। ଗଲା ବର୍ଷ ଗୋଟେ ବାଜି ଉଲଗ୍ନ ହେଇ ତା ପରିସ୍ରା ଦୋରରେ ଗୋଟେ ଶିକା ଲଗେଇ ଖାଲି ପକେଇଲା ଉଠେଇଲା। ଲୋକ ଯାତ୍ରା ଭଳିଆ ଦେଖିଲେ ତାକୁ ଯେ ମନା କଲୁ ନହେଲେ ଜବରଦସ୍ତି ପିନ୍ଧେଇଲୁ। ଆଜି ଏଇନା ଖବର ପାଇଛୁ ଜଣେ ବାଜିକି ଆସି ଉଲଗ୍ନ ହେଇକିରି ସେଠି ଲୋକ ଜାମ୍ ହଉଛନ୍ତି ବସିଛନ୍ତି ଜୈନ ବାଲା। ଆମେ ଯାଉଛୁ ଏଇନା ତାଙ୍କୁ ବସ୍ତ୍ର ପିନ୍ଧେଇବା ପାଇଁ। କାରଣ ଖଣ୍ଡଗିରି ଉଦୟଗିରି ଆମର ସମ୍ମାନ। ଆମ ଏ ଅଞ୍ଚଳ ଯାନିଯାତ୍ରା ଆମେ ଅଞ୍ଚଳବାସୀ ଯାନିଯାତ୍ରା ଆମର ଆରମ୍ଭ ହୁଏ ଖଣ୍ଡଗିରି ଉଦୟଗିରି ମାଘ ସପ୍ତମୀରୁ ସରେ ବରୁଣେଇ ପାହାଡ଼ ରଜ ସଂକ୍ରାନ୍ତିରେ। ତେଣୁ ଏଠି ଉଲଗ୍ନ ପ୍ରଶ୍ନ ନାହିଁ, ଭାଣ୍ଡାମୀର ପ୍ରଶ୍ନ ନାହିଁ। ଏଠି କୌଣସି ପ୍ରକାର ଅବିବେକ କାମକୁ ପ୍ରଶ୍ରୟ ଦିଆଯିବନି। ସମ୍ମାନର ସେଠି ଆସିବ, ଯାତ୍ରା ବୁଲିବ, ଠାକୁର ଦର୍ଶନ କରିବ, ବାରଭୁଜିଙ୍କ ଦର୍ଶନ କରିବ, ଅନ୍ୟ ଦେବତାଙ୍କୁ ଦର୍ଶନ କରିବ, ଖାଇବ ପିଇବ, ମଉଜ ମଜଲିସ କରିବ, ଦୋକାନ ବଜାର କିଣିବ, ମା ଭଉଣୀ ଧରି ବୁଲିବ, ଶ୍ରଦ୍ଧାରେ ଆସିବ, ଭାଇଚାରା ଭାବେ ଯିବ। ଏତେ ଲାଇନରୁ ଟିକେ ବିଚ୍ଛେଦ ହେଲେ 77 ମସିହା ଭଳିଆ ହଗା ନଗା ମାଡ଼ ହବ। ଯେମିତି ଡାକ୍ତରଖାନାରେ 15 ଦିନ ଲେଖା ପଡ଼ିକି ସିଏ ଯାଇଥିଲେ ତେମେ ଯିବ। ସେ କୋଉ ରାଜ୍ୟରେ ଚଳିବ କିନ୍ତୁ ଆମ ଏକାମ୍ର ମାଟିରେ ଆମେ ଉଲଗ୍ନ ଚଢ଼େଇ ଦେବୁନି। ସେ ଯୋଉ ଯୋଗୀ ଆସନ୍ତୁ ଯୋଉ ଧର୍ମ ଆସନ୍ତୁ ଏଠି ଆମେ ଉଲଗ୍ନ ପ୍ରଶୟ ଦେବୁନି। ଆମ ମା ଭଉଣୀଙ୍କର ସମ୍ମାନରେ ଆମେ ଚାଣିବୁ। ସେ ବହୁତ ବାବା ପ୍ରେମ ହେଇକି ବହୁତ ମାତା ବି ପ୍ରେମ କରିକି ମାତା ହେଇଯାଇଛନ୍ତି ବାଜି ହେଇଛନ୍ତି। ସେଥିରେ ଯାହା ଆସି ନାହିଁ। 2500 ବାବା ଆସିଛନ୍ତି। ମୋତେ ଏଇନା ଡାକିଛନ୍ତି ମୁଁ ଯାଉଛି। ପ୍ରତିବର୍ଷ ଯାଏ ତାଙ୍କର ଗୋଟେ ସମ୍ମିଳନୀ କରନ୍ତି। ଏଇ ଜଷ୍ଟ ବାହାରିଲି ଖଣ୍ଡଗିରି ଉଦୟଗିରି। ମୁଁ ସେଇଥିପାଇଁ ଯାଉଛି। ତାଙ୍କୁ ବାରମ୍ବାର ପ୍ଲେସ୍ ଚେଞ୍ଜ କରନ୍ତୁ। ଉପରକୁ ନଉଛନ୍ତି ତଳକୁ ନଉଛନ୍ତି। ଯୋଉଠି ତାଙ୍କର ସିଦ୍ଧି କରିବା କଥା ଯୋଉଠି ଯଜ୍ଞ କରିବା କଥା କରେଇ ଦଉନାହାନ୍ତି। ନାନା ପ୍ରକାର ଅତ୍ୟାଚାର କରୁଛନ୍ତି। ମୁଁ ଯାଉଛି ତାରି ଭିତରେ। କାରଣ ଖଣ୍ଡଗିରି ଉଦୟଗିରି 50 ବର୍ଷରୁ ଉର୍ଦ୍ଧ୍ୱ ଆମେ ହଜାର ବାହାରିକି ସେଠି ଆଶ୍ରୟ ଦେଇଛୁ, ମଠ କରିଛୁ, ଆଳତି ହଉଛି, ପୂଜା ହଉଛି, ଆଧ୍ୟାତ୍ମିକ ଚେତନା ସୃଷ୍ଟି ହଉଛି। ତାକୁ ବାଧା ଦେବା ପାଇଁ ଯଦି କିଛି ସରକାର ବ୍ୟବସ୍ଥା କରିବେ ଦୃଢ଼ ହସ୍ତରେ ଆମେ ଆନ୍ଦୋଳନ କରିବୁ। ମୁଁ ଜାଣିନି ଗଲେ ଜଣାବ। ରୁଟି ଭାତ ଖାଉନାହାନ୍ତି ରୁଟି ଖାଇବେ। ସା କ'ଣ ୟୁପି ନା ହରିୟାଣା ପଞ୍ଜାବ? ଏଠି ଭାତ ଖାଇକି ଯାଆନ୍ତୁ। ଭାତ ଯାହା ରୁଟି ସେଇଆ। ପଞ୍ଜାବ ହରିୟାଣାରେ ରୁଟି ଏଠି ଭାତ। ମୁଁ ଜାଣିନି ସେ କଥା। ଗଲେ ବୁଝିଲେ କହିବି। ଏ ମାରଣା ଆରେ ଭାଇ ଭାଇ ସେ ନା ଆପଣ ମାନେ ଶୁଣିଲେ ଖୁସି ହେବେ। ଏଥର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ଭଜନ ସମାରୋହକୁ ନିତିନ ମୁକେଶ ନେତୃତ୍ୱରେ 10 ଜଣିଆ ବମ୍ବେଇ ଟିମ୍ ଆସୁଛନ୍ତି। ଖୁବ୍ ଉଚ୍ଚ କୋଟିର ଭଜନ ହବ। ରାଜ୍ୟରୁ ଆସୁଛନ୍ତି 45 ଜଣ ଏବଂ ବମ୍ବେରୁ ଆସୁଛନ୍ତି 10 ଜଣ। ଖୁବ୍ ଭଲ ଭଜନ ହବ। ମୁଖ୍ୟମନ୍ତ୍ରୀ ଯିବେ ବୋଲି କହିଛନ୍ତି। ଅନ୍ୟ ନବୀନ ବାବୁଙ୍କୁ ବି ଡାକିଛୁ, ଭକ୍ତ ବାବୁଙ୍କୁ ଡାକିଛୁ। ଯିଏ ଆସିବେ କିଏ ଆସନ୍ତୁ ନ ଆସନ୍ତୁ ଭାରତ ବର୍ଷର ପୃଥିବୀର ବହୁ ଅଦ୍ୱିତୀୟ ଜନସାଧାରଣ, ଶିଳ୍ପପତି, ଶିକ୍ଷାବିତ୍, ଡକ୍ଟର, ଅନ୍ୟାନ୍ୟ ବ୍ୟବସାୟୀ ଭାଇମାନେ ଆସିବେ। ଆପଣମାନଙ୍କୁ ନିମନ୍ତ୍ରଣ, ମିଡ଼ିଆ ଭାଇମାନଙ୍କୁ ନିମନ୍ତ୍ରଣ। ଆସିକିରି ଠିକ୍ 15 ତାରିଖ ଦିନ ସନ୍ଧ୍ୟା 7ଟାରେ ପେଣ୍ଡାଲ ଉପରକୁ ଆସିବେ। ବମ୍ବେ ଆର୍ଟିଷ୍ଟ ଆମର ଠିଆ ହେବେ 7:30ଟାରେ ଏବଂ
महादीप उठिला पर 9:30 पर आमर अन्य कार्यक्रम हाथ को निया ना ना किछि ना गला वर्ष पड़ी ना कई केवल पानी अजाड़ी हो जाता से पानी मंदा को काढ़ी देलु कौन असुविधा दुखदायक घटना गोटे अद्वितीय नेता पावरफुल नेता महाराष्ट्र विराट नेता ताकू जानी शुणी मार दि जाए तदंत निहाती हवा दरकार जानी मार दि जाए जड़े पावरफुल नेता से उच्च कोटिर नेता 6 थर से मंत्री मुख्यमंत्री उपमुख्यमंत्री दायित्व नहीं अति उच्च कोटिर नेता मु मर्माहत मृत्यु खबर पाई मोर डाउट सीबीआई इनक्वारी करा जाऊ किए कौन कर तथ्य आसीज जना पड़।